ଦେଖନ୍ତୁ ସାଙ୍ଗମାନେ ଆଜି ମୁଁ ଆପଣଙ୍କ ପାଇଁ ଗୋଟେ ଟେଷ୍ଟି ଭଜାର ରେସିପି ଆଣିଛି ଯେଉଁଟାକି ସବୁ ସହିତ ଖାଇବାକୁ ଭଲ ଲାଗିବ। ଫଳକୋବି ମଟର ଆଳୁର ଗୋଟେ ଟେଷ୍ଟି ଭଜା। ତ ସେଥିପାଇଁ ଆମେ ଫଳକୋବି ଆଳୁକୁ ଗୋଟା ଧୋଇ ଦେଇକି ଏମିତି ପତଳା ପତଳା କାଟି ଦେଇଛେ। ତାପରେ ଗ୍ୟାସ୍ ଅନ୍ କରି କଡ଼େଇ ବସିବା, କଡ଼େଇରେ ତେଲ ଦେଇଦେବା। ତେଲ ଗରମ ହେଲା ପରେ କଞ୍ଚା ଲଙ୍କା ଜିରା ସୋରିଷ ଦେଇଦେବା। ଜିରା ସୋରିଷ ଫୁଟିଲା ପରେ ପିଆଜକୁ ଆପଣ କାଟିକି ରଖିଥିବେ ଦେଇଦେବେ। ଦେଇକି ଭଲ ଭାବରେ ଗୋଲ୍ଡେନ୍ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ଏହାକୁ ଆମେ ଭାଜିବା। ଭାଜି ସାରିଲା ପରେ ଏବେ କାଟିକି ରଖିଥିବା ଫଳକୋବି ଆଳୁକୁ ଏଥିରେ ଏଡ୍ କରିଦେବା। କରିକି ଆମେ କ'ଣ କରିବା ନା ଏଥିରେ ଏବେ ମଟର ବି ଏଡ୍ କରିଦେବା। କରିକି ଭଲ ଭାବରେ ଆମେ ପିତିପାତିଆରେ ମିକ୍ସ କରିବା। ମିକ୍ସ କଲା ପରେ ଆମେ 5ରୁ 10 ମିନିଟ୍ ଏଭଳି ଭାବରେ ତଳ ଉପର କରି ଭଲ ଭାବରେ ଭାଜିବା। ତାପରେ ଏଥିରେ ଦେଇଦେବା ହଳଦୀ ଗୁଣ୍ଡ 1/2 ଟେବୁଲ ସ୍ପୁନ୍, ଆଉ ଦେଇଦେବା ଲୁଣ ଟେଷ୍ଟ ହିସାବରେ, ଆଉ କାଶ୍ମୀର ଚିଲି ପାଉଡ଼ର ଦେଇକି ଭଲ ଭାବରେ ଏହାକୁ ମିକ୍ସ କରିବା। କରିସାରିଲା ପରେ ଆପଣ ଏହାକୁ 10ରୁ 15 ମିନିଟ୍ ପର୍ଯ୍ୟନ୍ତ ଏଭଳି ଭାବରେ ଭଲ ଭାବରେ ମିକ୍ସ କରିବେ। ତାପରେ ଏହାକୁ ଘୋଡ଼େଇକି ପ୍ରାୟ 15ରୁ 20 ମିନିଟ୍ ପର୍ଯ୍ୟନ୍ତ ଲୋ ମିଡ଼ିୟମରେ ଆପଣ ବସେଇବେ। ତାପରେ ଲାଷ୍ଟରେ ଆମେ ଗରମ ମସଲା ଏଡ୍ କରିଦେବା। ଆଉ ଆମର ପ୍ରସ୍ତୁତ ହେଇଗଲା ଫଳକୋବି ମଟରର ଭଜା। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ।